ମୁଁ ଜାଣିବାରେ ଏଇ ମନ ବୃନ୍ଦାବନ, ଏଇ ମନ କାଶୀ, ଏଇ ମନ ବଦ୍ରୀନାଥ, ପୁରୀ ବାରାଣସୀ। ଏଇ ମନ ବିଜେତ୍ର ନିଜ ନାରାୟଣ, ତୁ କିଆଁ ତମେ ଯାହା ଅଛି ଅଛି ସମସ୍ତଙ୍କୁ ଆଦର କର। ଗୋଟେ ପଟେ ରହିଲେ ହେବନି, ସମସ୍ତେ ଆଦର କଲେ ଆମେ ସଂସାର ଚାଲୁଛି। ଭାଇ ଭଉଣୀ ସମସ୍ତେ ଗୋଟେ ମନ ରହିବା ଦରକାର। ଆଉ ସେ ଯିଏ ହେଲେ ବି ଯଦି କଲେ ତା ଫଳ ସେ ଭୋଗୁଛନ୍ତି। ଆପଣ ଉଣାଧ୍ୟ କଲେ ଲୋକ, ଆମ ଲୋକ ଯେ ଖୁସି ହେଉଛନ୍ତି, ହେ ଆମେ ଚାରି ଘର କରିଛେ, ପଠାଣ ଖ୍ରୀଷ୍ଟିଆନ ଏସବୁ କରିଛେ, କିନ୍ତୁ ତା ବୋଲି ଛାଡ଼ ଚାରି ଘର ନାହିଁ। ଏତେ ଗୋଟେ ଜିନିଷ ହେଉଛି, ଦିନେ ଯାଇକି ଲୋକ ସେଠି ମରୁଛନ୍ତି, ସ୍ନେହ ଅଛି ସବୁ ସେ ଜାଣୁଛି। ତେଣୁକରି ଆମେ ଯାହା ହେଲେ ବି ସମସ୍ତଙ୍କୁ आदर करके हम बचे। जब आँख से आँख मिलता है तो प्यार होता है, जब दिल से दिल मिलता है तकरार होता है। सही बात है कि नहीं? अरे कल क्या होगा किसको पता, आज जिंदगी का ले लेना चाहिए, यही तो कथा। तेणुकरी ତାହାକୁ ଇଏ କରି କହିବା କଲେ ତାର 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 ଇଏଟା ଅସୁବିଧା ହେଉଛି। ଗୋଡ଼ ଖାଉଥିବା ବନ୍ଧ ବାନ୍ଧରେ କୁମ୍ଭୀର, କାହିଁ ସେମିତି ଯିବା କାଦୁକୁ ଯିବା, କାହିଁ ଗୋଡ଼ ଧୋଇବା ପାଇଁ। ପୂର୍ବରୁ ମଧ୍ୟ ସେ ବାଦ ବିବାଦରେ ସନ୍ଧି ହୋଇଛନ୍ତି ପୂର୍ବରୁ, ପୁଣି ବର୍ତ୍ତମାନ ସମୟରେ ଗୋଟେ ରଥଯାତ୍ରା ସମୟରେ ଏଇଭଳି ଗୋଟେ ମନ୍ତବ୍ୟ ଦେବା କେତେ ଦୂର ଠିକ୍ ଓଡ଼ିଆ ପରମ୍ପରା ବା ଓଡ଼ିଆ? ନାଇଁ ସମସ୍ତେ ଆଦର କରିବା ଦରକାର, ସମସ୍ତଙ୍କ ଭାଇ ହିନ୍ଦୁସ୍ତାନ ହେଲେ ବୁଝାଇছে ସବୁ ସବୁ ମିଶିକି ଅଛୁ ନା, ଯେଉଁ କଥା ସେଟା ସବୁ ମିଶିକି ଅଛୁ। ସେମାନେ ଯାଇ କ'ଣ ପୁଣି ଇଏ ଟେକୁଛନ୍ତି, କିଣି ଘେନି ଯାଉଛୁ ଜଗନ୍ନାଥକୁ ଆମେ ଦର୍ଶନ କରି ଚାଲବେ କଥା ନାଇଁ। ଦଶ ବାର ନଡ଼ିଆ ତ ପଳେଇଲା, ନଥିଲେ କିଛି ହେବନି। ତାର ରିପୋର୍ଟ ପଛକୁ ଅଡ଼ୁଆ ପଡ଼ିବ। ସମସ୍ତଙ୍କୁ ଆଦର କରେ। ମୁଁ କହୁଛି ବାରମ୍ବାରଟା ଉଚିତ, ପ୍ରାଇସ୍ ରିପିଟେଡ଼ ମଜା ଗାଁ ଯେଉଁ ମଜାଟା ଆମର ଅଛି, ହାଇ ବିଷୟଟା ବିଶ୍ୱ ଆମକୁ ଆମର ଇଏ ଆମ ମୁଁ ସାରା ଏଗେନଷ୍ଟରେ କହିବି, ମୁଁ କିନ୍ତୁ ଉଜାଖରି କୁଟାକି ମାନେ ଭଲ ପାଇବି ଥରେ ଜାଣିଛନ୍ତି ଭାଇ। ଆଉ ଗୁରା କହିଲା ତମ ମାନେ 5 ଜଣ ଦୁଃଖ ହେଲେ ମୋର ଦୁଃଖ ନଥିଲେ ଦୁଃଖ ଅଟୋମେଟିକ୍ ଆସିବ। ତୁ ସମସ୍ତଙ୍କୁ ଆଦର କରିବ ସେ ନାଇଁ ନାଇଁ ଭାବୁଥିଲେ ବୋଧେ ସେ ଏମିତି କ'ଣ ବୋଲି, କିନ୍ତୁ କେତେ ଭଲ କଥା ହେଉଛି ଏଇ। ଆପଣ ସମୟରେ ଏମିତି କିଛି ଗୀତକୁ ନେଇକି ବାଦ ବିବାଦ ହେଉଥିଲା? ନାଇଁ କିଛି, ଆମେ ତ ଗାଇଛୁ ନା କୈଳାସ ମୁଖ କିଛି ନ ଗଲା ମୋ ଦୁଃଖ, କଳ୍ପବଟକୁ ମୁଁ ଚାହିଁ ବସି କି ବୋଲି ସବୁ ଗୀତ ଗାଇଛୁ। ସିଏ ଯାହା ଆମେ ସେଇ ଜାତି ଏକା କୂଳ, କିନ୍ତୁ ସମସ୍ତେ ଗୀତ ଗାଉଛୁ। ଭୁଲ ମାଗିବା ଦରକାର ନା ହେବନି, ଉଚିତ ହେବ, ଅଟୋମେଟିକାଲି ହେବ। ଲାଇନ୍ରେ ଅସୁବିଧା ହେଇଯିବ କି, କିନ୍ତୁ ବାସି ଏତାରେ ପଚାରିନି। ଋତୁ ସିନା କ୍ଷମା ମାଗି ସାରିଲେଣି, କିନ୍ତୁ ଏପର୍ଯ୍ୟନ୍ତ ହ୍ୟୁମାନ ସାଗର କୌଣସି ଭିଡ଼ିଓ ରିଲିଜ୍ କରିନାହାନ୍ତି କି କ୍ଷମା ବି ମାଗୁନାହାନ୍ତି। ତ ଗୋଟେ ପ୍ରକାର ଆମେ କହିପାରିବା ନିର୍ଭୀକ ଗୀତିକାର ବୋଲି ଜଣେ ପରିଚୟ ଦେଇଛନ୍ତି। ନାଇଁ ସେ ଯାହା ସମସ୍ତେ ଆଦର ଭକ୍ତ ଚଳିବା କଥା। ମୁଁ କେବେ ଜାଣିଲି ଯେ କାହାକୁ ମୁହଁରେ ଦୁଃଖ ଦେଇକିରି ଯଦି ହସିବି, ଏଇଟା ମୁଁ କିଛି ଲାଭ ଯିଏ କିନ୍ତୁ କହିବା କଥା ଆଟଲିଷ୍ଟ ସିଜ୍ ୟୋର୍ ମାଉଥ୍ ଦିସ୍ ନାହିଁ। ଆମ ଲାଇନ୍ରେ ଅଛି, ଲାଇନ୍ରେ ତୁମେ ବିଜନେସ୍ ସବୁ ବନ୍ଦ ହେଇଯିବ କିଣ। ଯଦି ଆମେ କହୁଛୁ ହଉ ସେ ଆମ ପିଲା କ'ଣ କହିଲା, ସିଏ ଦୁଇଟା କଥା ହେଉଛି, ରାଗିଗଲେ ରାବଣ ତଥାସ୍ତୁ ରାମଚନ୍ଦ୍ର। ଗୋଟେ ଜଗନ୍ନାଥଙ୍କ କଥା ବୋଲି ଗୋଟେ ଭଜନକୁ ନେଇକି ବିବାଦ ଉଠିଥିଲା ହ୍ୟୁମାନ ସାଗର, ବାରମ୍ବାର ସେଇ ଗୋଟିଏ କଥା ହିଁ ଦୌଡ଼ଉଛନ୍ତି। ନାଇଁ ସେ ଘଟଣାକୁ ସେଇଟା କ'ଣ ହେଉଛି, ଗୋଟେ ହେଉଛି ସଞ୍ଜୀବନୀ ସ୍ୱରା, ଆଉ ଗୋଟେ ସେ ମୃତ୍ୟୁ ସଞ୍ଜୀବନୀ ସ୍ୱରା। ଯଦି ପକେଇଦେଲା ଆଉ କିଛି ଜଣା ପଡ଼ିବନି, ସେଥିରେ ତୁମେ ବାଳି ହେଇଗଲ। ନହେଲେ ହ୍ୟୁମାନ ସାଗର ନିଶାରେ ଥିଲେ କିଏ କହ, ସେଟା ତ ଆଉ ଯିଏ ହଉ ଆମେ ଜାଣିନୁ, କିନ୍ତୁ ଯଦି ସେଇଟା ଯଦି ପକେଇଲା ତାହେଲେ ସେ ଜାଣିପାରିବ। ନାଇଁ ତାଣା ଦେଇଛ ମୃତ୍ୟୁ ସଞ୍ଜୀବନୀ ସ୍ୱରାହା। ଓକେ ଥ୍ୟାଙ୍କ ୟୁ। ତୁ ଅନେଇଲାଣି ପୁଣି ଆପଣ ଯେହେତୁ ଆଗରୁ ଗୀତ ଗାଉଥିଲେ, ଗୀତ ଟିକେ ହଉ କେତେ ଗୀତ ଅଛି। ଆଉ ଝୁମକା ଟିକେ ତୁ ତ ହଲେଇ ଦେ, ରୁମ୍ ଝୁମ୍ କରି ଟିକେ ବଜେଇ ଦେ, ବେଣୀ ତ ହଲିବ ମନ ନାଚିବ, ଗେଲି ତୁ ହସିଲେ ମୁକୁଟା ଧରିବ, ଆଲୋ ତୁ ତ ମୋର ପରି, ଆରେ କିଏ ହେବ ତୋର ସାରି, ହେ ଏଇ ଝୁମକା ଟିକେ ତୁ ତ ହଲେଇ ଦେ।